ଜାଣିଛନ୍ତି ଆଜ୍ଞା, ଯେତେବେଳେ ଆମର ଦେହ ଖରାପ ହେଉଛି ନା, ଡକ୍ଟର ଆମକୁ କ'ଣ କରୁଛନ୍ତି? ବଟିକା ଦେଉଛନ୍ତି। ସେ ବଟିକା କ'ଣ ପାଟିକି ଭଲ ଲାଗୁଛି? ଭଲ ଲାଗୁନି। ଯଦି ବା ଚୋବେଇ ହେଇଯାଉଛି, ତା'ର ତିକ୍ତତା ବା ତା ପିତା ଅଂଶ ଆମକୁ ପୁରା ବିବ୍ରତ କରିଦେଉଛି। ଖାଇବାକୁ ଇଚ୍ଛା ହେଉନି। ଫେର୍ ବି ଆମ ଦେହକୁ ଭଲ ଭାବିକି ଆମେ ସେସବୁ ଖାଇଦେଉଛେ। ସେମିତି ଜୀବନର ଚଲାପଥରେ ନା, ଚାଲିବାକୁ ହେଲେ ସମ୍ପର୍କ ଭିତରେ, ନିଜ ନିଜ ଭିତରେ, ନିଜ ପରିବାର ଭିତରେ, ବନ୍ଧୁବାନ୍ଧବ ଭିତରେ ଅନେକ ଝଡ଼ଝଞ୍ଜା ଆସିବ। ମାନ ଅପମାନ, ଛନ୍ଦ କପଟ, ବିଶ୍ୱାସଘାତକତା, ଏମିତି ଅନେକ ଜିନିଷ ଆସିବ। ସେସବୁ ଆମେ ଯଦି ଚୋବେଇକି ନ ଖାଇକି ଗିଳିଦେବା ନା, ତାହେଲେ ଆମର ଜୀବନଯାତ୍ରାଟା ସଫଳ ହୋଇଯିବ। ବା ଆମେ ସାଂସାରିକ ଜୀବନରେ ବା ଆମ ପାରିବାରିକ ଜୀବନରେ ଆମେ ଆଗକୁ ବଢ଼ିପାରିବା। କ'ଣ ଠିକ୍ କହିଲି ନା?